परम प्रेममय श्री श्री ठाकुर ଥରେ ଆତ୍ମହରା ହୋଇ କହି ଚାଲିଲେ, ଭାରତକୁ ରୁଷିଆ, ଆମେରିକା ବା ଇଂଲଣ୍ଡ କରି ଲାଭ ନାହିଁ। ଭାରତ ଭାରତ ହିଁ ହେଉ। ତାହେଲେ ଭାରତ ବଞ୍ଚିବ ଓ ଜଗତ ମଧ୍ୟ ବଞ୍ଚିବ। ଆଦର୍ଶ ପରାୟଣତାର ଅଭାବରେ ପାଶ୍ଚାତ୍ୟ ଆଜି ତାର ସମସ୍ତ ଶକ୍ତି ଓ ସଭ୍ୟତା ନେଇ ନିଜ କବର ନିଜେ ଖୋଳୁଛି ଏବଂ ଭାରତ ମଧ୍ୟ ତା ହିଁ କରିବାକୁ ଯାଉଛି। ଏଥିରେ କୌଣସି ଲାଭ ନାହିଁ। ପୁରୁଷୋତ୍ତମଙ୍କ ପତାକା ବହନ କରି ଭାରତ ପୁଣି ଜଗତ ସଭାରେ ସମବେତ ଭାବରେ ମୁଣ୍ଡ ଟେକି ଛିଡ଼ା ହେଉ। ପ୍ରେମ, ଭକ୍ତି, ଜ୍ଞାନ, ବୀର୍ଯ୍ୟ, ବିଦ୍ୟାର ପସରା ମୁଣ୍ଡରେ ମୁଣ୍ଡାଇ ଦୁନିଆ ଆସି ଭାରତ ପାଖରେ ସେଦିନ ନତଜାନୁ ହୋଇ ଭିକ୍ଷା ମାଗିବ। ତୁମ୍ଭେମାନେ ଦିଅ ଆମ୍ଭକୁ ସେଇ ଅମୃତ, ଯାହା ସର୍ବଥ ସାଧକ, ଯାହା ଅନ୍ତରରେ ଓ ବାହାରେ ଉଭୟ ଲୋକରେ ଆମକୁ ସମଭାବରେ ସମୃଦ୍ଧ କରି ତୋଳିବ। ପ୍ରବୃତ୍ତି ଦୀର୍ଣ୍ଣ ହୋଇ ଅନ୍ତର କ୍ଷତର ଜ୍ୱାଳାରେ ଆମେ ମରିଯାଉଛୁ। ଆମକୁ ବଞ୍ଚାଅ। ଜୟ ଗୁରୁ।